ସକାଳର ଜଳଖିଆ ହେଉ ବା ସନ୍ଧ୍ୟାବେଳର ସ୍ନାକ୍ସ ପିଲାମାନଙ୍କୁ ଦରକାର ଥାଏ କେବଳ ଟେଷ୍ଟି ଟେଷ୍ଟି ଚଟପଟା ସ୍ନାକ୍ସ। ସେଥିପାଇଁ ଆଜି ମୁଁ ବ୍ରେଡ଼ରେ ବନେଇବାକୁ ଯାଉଛି ଗୋଟେ ଟେଷ୍ଟି ଜଳଖିଆ। ଏମିତିରେ ତ ପିଲାମାନେ ଖାଲି ବ୍ରେଡ଼ ଖାଇବାକୁ ଭଲ ପାଇନଥାନ୍ତି। ତ ଚାଲନ୍ତୁ ଆଜି ଆମେ ବ୍ରେଡ଼ରେ ପ୍ରସ୍ତୁତ କରିବା ସେଇ ଟେଷ୍ଟି ଜଳଖିଆଟି। ନମସ୍କାର ଦର୍ଶକ ବନ୍ଧୁ, ମୋ ହାତରନ୍ଧା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଯଦି ଭିଡ଼ିଓଟି ପସନ୍ଦ ଆସେ ତେବେ ଗୋଟେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ। ଚ୍ୟାନେଲରେ ନୂଆ ଆସୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଆରମ୍ଭ କରିବା। ତ ଏଠି ଦେଖନ୍ତୁ, ଏଠି ମୁଁ ନେଇଛି 6 ରୁ 7 ପିସ୍ ବ୍ରେଡ଼। ଏଠି ମୁଁ ନର୍ମାଲ ବ୍ରେଡ଼ ନେଇଛି, ଆମର ଯେଉଁ ମିଲ୍କ ବ୍ରେଡ଼ ଥାଏ ସେଇ ବ୍ରେଡ଼ ନେଇଛି। ଆପଣମାନେ ଚାହିଁଲେ ଅଟା ବ୍ରେଡ଼ ମଧ୍ୟ ନେଇପାରିବେ। ତ ଆକୁ ମୁଁ ଏଇଭଳି ଭାବରେ ପିସେସରେ କାଟି ନେଇଛି। ଆପଣମାନେ ଚାହିଁଲେ ହାତରେ ତାକୁ ଟୁକୁଡ଼ା ଟୁକୁଡ଼ା ମଧ୍ୟ କରିପାରିବେ। ତା ସହିତ ନେଇଛି ଗୋଟେ ମିଡ଼ିୟମ୍ ସାଇଜର ପିଆଜ, ଯାହାକୁ ମୁଁ ଚପ୍ କରି ନେଇଛି। ଗୋଟେ ମିଡ଼ିୟମ୍ ସାଇଜର ଟମାଟୋକୁ ମଧ୍ୟ ଚପ୍ କରି ନେଇଛି। ଏ ଦେଖନ୍ତୁ, ତା ସହିତ 2ଟି କଞ୍ଚା ଲଙ୍କା ଆଉ ଗୋଟେ ଭୃସଙ୍ଗ ପତ୍ର ନେଇଯାଇଛି। ଏ ଦେଖନ୍ତୁ, କଞ୍ଚା ଲଙ୍କାକୁ ମୁଁ ଏମିତି ଛୋଟ ଛୋଟ କାଟି ନେଇଛି। ଏତିକି ଜିନିଷ ତ ମୁଁ ନେଇଛି, ଆଉ ବାକି ଯାହା ଦରକାର ହୁଏ ମୁଁ ଆପଣମାନଙ୍କୁ ଜଣେଇବି। ଏଠି ଦେଖନ୍ତୁ, ପ୍ରଥମେ ମୁଁ ଗୋଟେ କଡ଼େଇ ଗରମ କରି ନେଉଛି। ସେଥିରେ ଆମେ 2 ଚାମଚ ତେଲ ପକାଇ ନେବା। ସେଥିରେ ଟିକେ ସୋରିଷ ଫୁଟାଇ ଦେବା। ତା ସହିତ ଜିରା ଟିକେ ଫୁଟାଇ ନେବା। ସେଗୁଡ଼ିକ ଫୁଟିଗଲା ପରେ ସେଥିରେ ଆମେ ପିଆଜ ପକାଇ ଭାଜିବା। ତା ସହିତ ଯେଉଁ କଞ୍ଚା ଲଙ୍କାକୁ କାଟି ରଖିଥିଲି ତାକୁ ମଧ୍ୟ ପକାଇ ଦେବା। ଯେଉଁ ଭୃସଙ୍ଗ ପତ୍ରଟି ରଖିଥିଲି ତାକୁ ମଧ୍ୟ ପକାଇ ନେବା। ଏବେ ଆମେ ଏସବୁକୁ ଭଲ ଭାବରେ ଭାଜି ନେବା। ପିଆଜକୁ ବେଶୀ କଡ଼ା କରି ଭାଜିବେ ନାହିଁ, ନହେଲେ ତାର ଟେଷ୍ଟ ବିଗିଡ଼ିଯିବ। ସେଥିପାଇଁ କି ଦେଖନ୍ତୁ, ହାଲକା ହାଲକା ପିଆଜ ଟିକେ ଭାଜି ହୋଇଗଲା ପରେ ସେଥିରେ ଆମେ ଯେଉଁ କାଟି ରଖିଥିବା ଟମାଟୋକୁ ପକାଇ ନେବା। ଟମାଟୋ ଯଦି ଆପଣ ଅଧିକ ପରିମାଣରେ ଦେବାକୁ ଚାହୁଁଛନ୍ତି ତ ଦେଇପାରିବେ। ଏବେ ଟମାଟୋଟା ଟିକେ ନରମ ହେବା ପର୍ଯ୍ୟନ୍ତ ଆମେ ଭାଜିବା। ତ ଏବେ ଆମେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ନେବା। ପାଉଡ଼ର ମସଲାରେ ଟିକେ ହଳଦୀ ଗୁଣ୍ଡ ଆଉ ଅଳ୍ପ ଟିକେ ହେଙ୍ଗୁ ପକାଇ ନେଉଛି। ଏଠି ମୁଁ ନେଉଛି ଟିକେ ଧନିଆ ପାଉଡ଼ର ଆଉ ଟିକେ ଲାଲ ଲଙ୍କାଗୁଣ୍ଡ। କ୍ୱାଣ୍ଟିଟି ଆପଣମାନେ ଆପଣମାନଙ୍କ ହିସାବରେ ଦେବେ, କାହିଁକିନା ଛୋଟ ପିଲାମାନେ ଖାଇବାକୁ ଭଲ ପାଇନଥାନ୍ତି। ରାଗ ଟିକେ ଅଧିକା ହେଲେ ଖାଇବେ ନାହିଁ, ତ ସେଥିପାଇଁ ଧ୍ୟାନ ଦେଇ କରିବେ। ଏବେ ଏଗୁଡ଼ିକ ଆମେ ଭଲ ଭାବରେ ଭାଜି ନେବା, ଯେମିତି ଟମାଟୋଟା ଟିକେ ଭଲ ଭାବରେ ନରମ ହୋଇଯିବ। ତାକୁ ମୁଁ ଟିକେ ଘୋଡ଼ାଇ ନେଉଛି 2-3 ମିନିଟ୍ ପର୍ଯ୍ୟନ୍ତ। ତ ଏଠି ଦେଖନ୍ତୁ, 3 ମିନିଟ୍ ପରେ ମୁଁ ଆପଣମାନଙ୍କୁ କାଢ଼ିକି ଦେଖାଉଛି। ଟମାଟୋ ହାଲକା ହାଲକା ଆମର ନରମ ହୋଇ ଆସିଲାଣି। ଆପଣମାନେ ଏହି ରେସିପିଟିକୁ ନିଶ୍ଚୟ ଦେଖନ୍ତୁ। ଯଦି ଟିକେ ବି ଭଲ ଲାଗୁଥିବ ଆପଣମାନଙ୍କ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ। ତ ଏବେ ଦେଖନ୍ତୁ, ଟମାଟୋ ତ ଆମର ସଫ୍ଟ ହୋଇଗଲାଣି। ଏଇ ଯେଉଁ ବ୍ରେଡ଼କୁ ଆମେ ରଖିଥିଲେ ନା, ସେଇ ବ୍ରେଡ଼କୁ ପକାଇ ନେବା। ଆପଣମାନେ ଚାହିଁଲେ ହାତରେ ତାକୁ ଟିକେ କ୍ରସ୍ କରିକି ମଧ୍ୟ ଦେଇପାରିବେ। ଯେମିତି ଆମର ସୁଜି ଉପମା ହୋଇଥାଏ, ସୁଜିଟା ଯେମିତି ଦାନା ଦାନା ହୋଇକି ଥାଏ, ଠିକ୍ ସେଇଭଳି ଭାବରେ ତାକୁ ଟିକେ ହାତରେ କ୍ରସ୍ କରିଲେ ବି ଭଲ ହେବ। ଯେହେତୁ ବ୍ରେଡ଼ଟା ଆମର ଶୁଖିଲା ଅଛି, ସେଥିପାଇଁ କି ଟିକେ ତାକୁ କେୟାରଫୁଲି କରିବାକୁ ପଡ଼ିବ। ତା ସହିତ ବ୍ରେଡ଼କୁ ମୁଁ ଟିକେ ଏମିତି ହାଲକା ହାଲକା କରି ଲେଉଟ ପାଉଟ କରିସାରିବା ପରେ ସେଥିରେ ମୁଁ ଅଳ୍ପ ଟିକେ ପାଣି ଛିଞ୍ଚି ଛିଞ୍ଚି ଦେବି, ଯେମିତି ବ୍ରେଡ଼ଟା ଟିକେ ନରମ ହୋଇଯିବ। ଏଠି ଦେଖନ୍ତୁ, ମୁଁ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଟିକେ ଏମିତି ଛିଞ୍ଚି ଦେଉଛି। ଏହାଦ୍ୱାରା ବ୍ରେଡ଼ ଗୁଡ଼ିକ ଘାଣ୍ଟିବାକୁ ମଧ୍ୟ ସୁବିଧା ହେବ। ଏକାଥରେ ସବୁଯାକ ପାଣି ଦେଇଦେଲେ କ'ଣ ହେବ ନା, ବ୍ରେଡ଼ ଗୁଡ଼ିକ ବିଣ୍ଡା ବିଣ୍ଡା ହୋଇଯିବ, ଖାଇବାକୁ ବି ଭଲ ଲାଗିବନି। ଏମିତି କଲେ ବହୁତ ଭଲ ଲାଗିବ। ଏଠି ଦେଖନ୍ତୁ, ତାପରେ ତାକୁ ଏମିତି ଧୀରେ ଧୀରେ ତାକୁ ତଳ ଉପର କରି ଆମେ ମିକ୍ସ କରିନେବା। ଏଠି ଦେଖିପାରୁଛନ୍ତି କେତେ ସୁନ୍ଦର ଦେଖାଯାଉଛି ଆଉ କେତେ ସୁନ୍ଦର କଲର୍ ବି ଆସିଯାଇଛି। ବାସ୍ନା ବି ବହୁତ ବଢ଼ିଆ ହେଉଛି। ଆପଣମାନେ ଏହି ରେସିପିଟିକୁ କରି ପିଲାମାନଙ୍କୁ ଟିଫିନ୍ ବକ୍ସରେ ମଧ୍ୟ ଦେଇପାରିବେ। ସନ୍ଧ୍ୟାବେଳେ ପିଲାଙ୍କୁ ଦେଇପାରିବେ ଖାଇବା ପାଇଁକି। ଖାଲି ପିଲାଙ୍କୁ କାହିଁକି, ଆପଣମାନେ ମଧ୍ୟ ଖାଇପାରିବେ। ତ ଏବେ ମୁଁ ଏହାକୁ ଆଉ ଟିକେ ଘୋଡ଼ାଇ ନେଉଛି 2 ମିନିଟ୍ ପର୍ଯ୍ୟନ୍ତ। ବଡ଼ମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ। ଏବେ ଆମେ ତା ଉପରେ ଟିକେ ଧନିଆ ପତ୍ର ଛିଞ୍ଚି ଦେବା, ବହୁତ ବଢ଼ିଆ ଫ୍ଲେଭର ଆସିବ। ଏବେ ତାକୁ ତଳ ଉପର କରି ତାକୁ ମିଶାଇ ଦେବା। ଯଦି ସକାଳେ ଆପଣମାନଙ୍କ ପାଖରେ ଟିଫିନ୍ ବନେଇବା ପାଇଁ ସମୟ ନଥିବ ତ 5 ମିନିଟ୍ ଭିତରେ ଏମିତି ଗୋଟେ ରେସିପି ନିହାତି ବନେଇ ପାରିବେ। ଯଦି ଅଫିସ୍ ଯାଉଥିବେ ତ ଅଫିସ୍ ଯିବା ସମୟରେ ବି ଲେଟ୍ ହେଇଯାଉଥିବ, ତ ଏହି ରେସିପି ନିଶ୍ଚୟ ଟ୍ରାଏ କରନ୍ତୁ। ତ ଏବେ ମୁଁ ଏହାକୁ ଆଉ 2 ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ଦେଉଛି।
तो ये देखूँ 2 मिनिट पर मुझे आपण काढ़ी देखा बहुत बढ़िया नरम हो गलानी। एबे मु ताको घांटी नेउची भल भाव तल ऊपर करिकी। एबे बहुत बढ़िया भाव आमर ब्रेड उपमा रेडी हो गलानी। एमितिरे तो आपण माने सुजी उपमा खाइथिबे, सिमेई उपमा खाइथिबे, किंतु थरे एमती ब्रेड उपमा करी खांतु देखिबे बहुत भल लागिबो। पिला माननकु भी बहुत पसंद आसीबो आ बड़ माननकु मध्य बहुत बढ़िया पसंद आसीबो। तो एबे मु आपण माननकु सर्व करी देखाउची। आपण माने एहाकू एमती खाली रे खाई परिबे, जदी चटनी भी ता सहित खाइबा को चाहिबे सेमितिरे मध्य चटनी लगेई खाई परिबे। ऊपरे मु टिके काश्मीरी चिली पाउडर छिंचुची टिके भल दिसिबा पई। एडी देखंतु आ ऊपरे टिके धनिया पत्र छिंची देबा। एबे हमर ब्रेड उपमा पूरा रेडी होई जाईची। आपण माने एई भली भाबरे एही रेसिपीटी को बनांतु, खांतु, पिला माननकु दियंतु। आ केमिति लागिला मते कमेंट निश्चय करंतु। जदि मोर ए भिडियोटी टिके भी पसंद आसीथिबो तबे गोटे लाइक करिवे आ शेयर करिवे। चैनल रे नुआ आसुतिले चैनलटी को सब्सक्राइब करिवे। तो फ्रेंड्स देखा हबो मोर आ गोटे एपिसोड रे आ गोटे नुआ रेसिपी सहित। रहुछि नमस्कार, जय जगन्नाथ।